ମୁଁ ବୈଦ୍ୟନାଥ ହରିଜନ କହୁଥିଲି ମଞ୍ଚାଆଣ୍ଟୁ ମୋ ଘର। ମୋ ପୋଷ୍ଟ ହେଲା ମୂର୍ତ୍ତାହାଣ୍ଡି, ବ୍ଲକ୍ ହେଲା କୋଟପାଡ଼। ଆଜ୍ଞା ମୁଁ ମିସ୍ତ୍ରୀ କାମ କରୁଥିଲି, ଏ ପାଖ ଜଗଦଳପୁରରେ ଯାଉଥିଲି। ତାହିଁରେ ପ୍ଲସ୍ତର କଲା ଟାଇମ୍ରେ ମୋର ଦୁଇଟା ହାତ କଟିଗଲା କରେଣ୍ଟ ଦୁର୍ଘଟଣାରୁ। ତ ତାହିଁରୁ ମୋତେ ଏ ପାଖ ତଳର ମେଡ଼ିକାଲ ସବୁ ଦେଖାଇଲେ, ନ ହେବା ଯୋଗୁଁ ମୋତେ କଟକ ନେଇକି ଗଲେ। ମୁଁ କଟକ ଆଇନ ସଭାକୁ ଲେଖିକି ଦେବାରୁ କଟକର ଲୋକ ନାଇକି ଆମ ଜୟପୁର କୋରାପୁଟ ସଭାରେ ପଠାଇଲେ। ତ ତାଙ୍କେ ଡାଇରେକ୍ଟ ପଠାଇଲେ ଆମ କୋଟପାଡ଼ ବ୍ଲକରେ। କୋଟପାଡ଼ ବ୍ଲକ ଆଇନ ସଭାରେ ଲେଖିକି ପଠାଇବାରୁ ଏବେ ଏ କୃତ୍ରିମ ହାତ ଜଗଦୀଶ ସତ୍ତା ଲେଖିକି ପଠାଇବାରୁ ମୋ ହାତ ମିଳିଛି। ଜୟପୁର ଆଉ କୋଟପାଡ଼ ଆଇନ ସଭା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଚନ୍ଦ୍ର ହତା PLV କୋଟପାଡ଼ ଆଇନ ସେବା ପ୍ରାଧିକରଣ ଅଧୀନରେ ମୁଁ କାମ କରୁଛି। ଆମକୁ ଯେତେବେଳେ ବିକଳାଙ୍ଗମାନଙ୍କ ପାଇଁ ଗୋଟେ ସର୍ଭେ କରିବା ପାଇଁ ଇଏ ଆସିଥିଲା, ଆମେ ସର୍ଭେରେ ଶ୍ରୀ ବ୍ରଜାନାଥ ହତନଙ୍କ ଦୁଇ ହାତ କଟି ଯାଇଛି ବୋଲିକି ଯେତେବେଳେ ଖବର ପାଇଲୁ, ଆମେ ସାଙ୍ଗେ ସାଙ୍ଗେ ଜୟପୁର ଆମର ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଜଣେଇଲୁ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତାର ବିହିତ ପଦକ୍ଷେପ ନେଇକିରି ତାକୁ ପୁରା ଟ୍ରିଟମେଣ୍ଟ କରିକିରି ତାକୁ ଭୁବନେଶ୍ୱର ତାର କୃତ୍ରିମ ହାତ ଲଗାଇବା ପାଇଁ, ତାର ହାତ ଲଗାଇବା ପାଇଁ ପଠାଇଲେ। ବୁଝିଲେ, ପରବର୍ତ୍ତୀ କାଳରେ ବର୍ତ୍ତମାନ ସେ କୃତ୍ରିମ ହାତ ପାଇଛି। ଏବେ ସେ ତାର ପରମାନେଣ୍ଟ ହାତଟା କେମିତି ପାଇବ ତାର ଚେଷ୍ଟାରେ ଆମେ ଅଛୁ। ଏବେ ଆମେ ଏଇ ରିପୋର୍ଟଟା ଯଦି ଆମେ ଦେଲା ପରେ ତାଙ୍କେ ଗୋଟେ ଡେଟ୍ ଫିକ୍ସ କରିବେ। ସେଇ ଡେଟ୍ ଅନୁସାରେ ସେ ପୁନର୍ବାର ଯାଇକରି ତାର ହାତଟା ପୁରା ଫିକ୍ସ କରିକିରି ଆସିବ। ଆଜ୍ଞା ପ୍ରକୃତରେ ତ ସେ ଲେଖିକିରି ଦେଇଥିଲା, କଟକ ଆମର ଓଡ଼ିଶା ଆଇନ ସେବା ପ୍ରାଧିକରଣକୁ ଲେଖିକି ଦେଇଥିଲା। ଓଡ଼ିଶା ଆଇନ ସେବା ପ୍ରାଧିକରଣ କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସେ ଜଣେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋଟପାଡ଼ ଆଇନ ସେବା ପ୍ରାଧିକରଣକୁ ସେ ଜଣେଇବାରୁ ଆମେ ତାର ସଠିକ୍ ତାର ବୋଲେ ଅନୁସନ୍ଧାନ କରି ତାର ରିପୋର୍ଟ ଗୋଟେ ଆମେ ସବମିଟ୍ କରିଥିଲୁ। ଯଦ୍ୱାରା କି ସେ ଭୁବନେଶ୍ୱର ତାକୁ ପଠେଇକରି ତାକୁ ଗୋଟେ କୃତ୍ରିମ ହାତ ତାକୁ ଲଗେଇ ଦିଆଯାଏ।